Friends, welcome to our YouTube channel ଜୟ ଶ୍ରୀରାମ। ଆଉ ଆଜି ତ ଆସିକି 8 ତାରିଖ ହେଲାନି, ଆଉ କିଛି ଦିନ ପରେ ଆମର ଥାର୍ଡ ସେମିଷ୍ଟାର। ଆଉ ଏଇନା ଥାର୍ଡ ସେମିଷ୍ଟାର ତ ଫାର୍ଷ୍ଟ ଇୟର ପିଲାମାନଙ୍କର ଆଉ ସେକେଣ୍ଡ ଇୟର ପିଲାମାନଙ୍କର ଅଛି ଏକ୍ଜାମ ଏକା ପାଖାପାଖି, କାରଣ 12 ତାରିଖରେ ଅଛି। ବିଟେକ୍ ପିଲାମାନଙ୍କର ତ ଜାଣିଛ କିଛି ଟେନସନ୍ ନଥାଏ। ଟେନସନ୍ ନଥାଏ କ'ଣ ଥାଏ ଯେ ବହୁତ କିଛି ଥାଏ ଟେନସନ୍। ଅଲଗା କୋଉଥିରେ ଥାଉ କି ନଥାଉ, ବିଟେକ୍ ପିଲାଙ୍କର ବହୁତ ଟେନସନ୍ ଥାଏ। ଇଣ୍ଟରନାଲ, ସେମିଷ୍ଟାର, ଭାଇବା, କିଏ କେମିତି ହଇରାଣ କରିବେ, ଯାହା ସବୁ ନେଇ ଟେନସନ୍ ଥାଏ। ସେ ଟେନସନ୍ ମଝିରେ ବି ବିଟେକ୍ ପିଲା ସବୁ କାଟି ସବୁ ଆଗକୁ ବଢ଼ିଥାନ୍ତି। ଆମର ତ ହଉନି, ଏଇଟା ଗୋଟେ ଅଲଗା କଥା। ଆଗକୁ ଏକ୍ଜାମ ଆସୁଛି ତ କହିବା ପାଇଁ ଯାଉଛି ପାଠପଢ଼ା ଟିକେ ପଢ଼, ଆଉ କିଛି ନାହିଁ। ଆମମାନଙ୍କ ତ ହଉନି ପାଠପଢ଼ା, ତୁମେ ହେଲେ ଟିକେ ପାଠ ପଢ଼। ଆଉ କ'ଣ କହିବି ମୁଁ ବୁଝିପାରୁନି। ସେମିଷ୍ଟାର ଯଦି ଡିସେମ୍ବରରେ କରିଦେଇଥାନ୍ତେ ବିପିଟି ବାଲା ଭଲ ହେଇଥାନ୍ତା। ଜାନୁଆରୀ ମାସଟା କରି ଯେଉଁ ଦୁଃଖ ଦେଉଛି, ଲୋକମାନେ ବୁଲି ପାରୁଛନ୍ତି ନା କିଛି କରିପାରୁଛନ୍ତି। ଏଇ ଟାଇମ୍ କିଏ ଏକ୍ଜାମ କରିବା କଥା? ଜାନୁଆରୀରେ କିଏ ଏକ୍ଜାମ କରେ? ଡିସେମ୍ବର କଲନି ଏକ୍ଜାମ, ଜାନୁଆରୀ ମାସରେ କରୁଛ। ନୂଆ ବର୍ଷ, ନୂଆ କ୍ରିୟା ଧରିଦେଲ, ଏବେ ପୁରା ଘାଣ୍ଟି ଦେଉଛ ବିପିଟି ବାଲା। ଯାହା ତ ପିଲା କଷ୍ଟମଷ୍ଟ ପଢ଼ି ପୁଢ଼ାକି ଲେଖୁଥିବେ, ତାପରେ ବିପିଟିରେ ଅଛ ଚେକ୍ କରୁଛ କି ନାହିଁ ଖାତା କେଜାଣି ଭାଇ। ଟିକେ କେତେ ଦେଖୁଛ, ଯାହା ଛକି ମାରି ଦଉଛ। ଯାହା ପାରୁଛ ଖାଲି ଦେଖ ଟିକେ ଖାତା କାନେ ଭଲସେ, କ'ଣ ଲେଖିଛନ୍ତି ପିଲା କ'ଣ ନାହିଁ ସେଗା ବି ଦେଖୁନ, ପୁରା ଛକି ମାରି ଦଉଛ। ଯଦି ମାରୁଛ ପିଲା କଷ୍ଟ କରୁଛନ୍ତି, ଜାଣିଛ ବିଟେକ୍ ପିଲା ପାସ୍ କରିଦେଲେ କ'ଣଟା ସୁବିଧା ହେଇଯିବ। ଦୟାକରି ଏଇ ଭିଡ଼ିଓଟା ମୋତେ ସେଇ ବିଟିଏ ମାଷ୍ଟରମାନଙ୍କୁ ପଠେଇଦିଅ, ଯେମିତି ପାସ୍ ପୁସା କରିଦିଅନ୍ତି ବିପିଟି ବାଲା। ପାସ୍ ପୁସା କରିଦେଲେ ଏତେ ହଇରାଣ କରୁନି। ଏଥିରୁ ତ ଜାନୁଆରୀ ମାସ ଟିକେ ଏକ୍ଜାମଟା କରିଦେଲ, ଏଥର ଟିକେ ପାସ୍ କରିଦେଲ 2026ରେ। କାହାକୁ ଦୁନିଆ ଖତମ କର ନାହିଁ। ଦୁନିଆ ତ ଖତମ ହେଲାନି, ବାସ୍ ଆମକୁ ଖତମ କରିଦେଲ। ଏକା ସାଙ୍ଗେ ଏକ୍ଜାମ ଦଉଛ କେତେଟା ପୁଣି ଫେଲ୍ କରିଦଉଛ। ପୁଣି 500 କି 600 ଟଙ୍କା ଦେଇକି ଚେକ୍ କରିତେ ପଡ଼ୁଛି, ରିଚେକିଂରେ ବି ଆଉଥରେ ଫେଲ୍ କରିଦଉଛ। ଦିଅ ପାସ୍ ପୁରା କରିଦେବ, ହଇରାଣ କରନି। ଏକ୍ଜାମ ପାଇଁ ସବୁ ପଢ଼। ଆଉ ଏକ୍ଜାମ କାହାର କିଛି ଖରାପ ଭଲ ହେଲେ ସେଟାକୁ ନେଇ କିଛି ଟେନସନ୍ ନେବ ନାହିଁ, କି ଗୋଟେ ପେପର ତୁମ ଲାଇଫରେ ଚେଞ୍ଜ କରିପାରିବ ନାହିଁ। ସେଇ ଗୋଟେ ପେପର ପାଇଁ ବୋଲି ନିଜ ଜୀବନଟା ବର୍ବାଦ କରିବ ନାହିଁ। ବହୁତ ପିଲା ଅଛନ୍ତି, ମାନେ ବିଟେକ୍ ପିଲା ବି ଅଛନ୍ତି, ମାନେ ସବୁ ନାହିଁ, 100% କେତେ ପିଲା ଅଛନ୍ତି ଗୋଟେ ପେପର ପାଇଁ ବୋଲି ତାଙ୍କ ଜୀବନଟା ମାନେ ପୁରା ବର୍ବାଦ କରିଦିଅନ୍ତି। ଗୋଟେ କୁଆଡ଼େ ବ୍ୟାଗ୍ ଲାଗିଗଲେ କ'ଣ ଲାଗିଗଲେ, ଭାଇ ବିଟେକ୍ କରୁଛନ୍ତି ତ ବ୍ୟାଗ୍ ଅବଭିୟସଲି ଲାଗିବ। ଫେଲ୍ ପାସ୍ ଅଛି ତ ସେଇଟାକୁ ନେଇ କେବେ ସିରିୟସଲି କେବେ କିଛି ଭୁଲ ଷ୍ଟେପ୍ ନେଇଯିବ ନାହିଁ। ତୁମ ଗୋଟେ ପେପର ତୁମ ଲାଇଫ୍ ଡିସାଇଡ୍ କରିପାରିବ ନାହିଁ। ଏଟା ନହେଲେ ଅଲଗା କେଉଁଥିରେ ସକ୍ସେସ୍ ହେଇପାରିବ। କେବେ ଭୁଲ ଷ୍ଟେପ୍ ନେବ ନାହିଁ। ଆଗକୁ ବଢ଼ିଚାଲ, ମେହନତ କରିଚାଲ, ଯାହା ହବ ଦେଖାଯିବ। କର୍ମ କରିଚାଲ, ଫଳ ଦେବା ବାଲା ଅଛି। ନିଜ କର୍ମ ହିଁ ଭଗବାନ। ତ ପଢ଼, ଆଉ ଏତିକି ପଢ଼ ଯେତିକି ମାନେ ମନ ଦେଇକି ପଢ଼ିଲେ ସବୁ ହବ। ଆଉ ସବୁଠୁ ହାର୍ଡ଼ ପାଠ କହିଲେ ଗଲେ ବିଟେକ୍ଟା ନି, ତ ସେଟା ଯେତେ ଇଜିଲି ନେଇକି ପଢ଼ିପାରିବ। ତ ଏତିକି ମୁଁ ରଖୁଛି। ଜୟ ଶ୍ରୀରାମ।